ଆମର ଗାୟତ୍ରୀ ତତ୍व। ଆଜ୍ଞା ହଁ କହୁନ। ଆଚ୍ଛା ଗାୟତ୍ରୀ ତତ୍ଵରେ ଯୋଉ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ତ୍ରୟ ଶୂନ୍ୟ କହି ଶୂନ୍ୟ ମଧ୍ୟରେ ଜ୍ୟୋତିରାନନ୍ଦ ରହି। ଏକଥା ତ ମୁଁ କହିଲି। ନାଇଁ ନାଇଁ ଆପଣ ଏଇଟା କହିନାହାନ୍ତି, ଏଇଟା ମୁଁ ଆପଣଙ୍କୁ ପଚାରୁଛି। ହଁ କଣ ପଚାର? ଶୂନ୍ୟ 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 କଣ ଶୂନ୍ୟ ହେଲା ଆଉଥରେ? ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହଁ ତ୍ରୟ ଶୂନ୍ୟ କହି ହଁ ମହାଶୂନ୍ୟ ମଧ୍ୟରେ ଜ୍ୟୋତିରାନନ୍ଦ ରହି। ହଁ ହଁ କହୁନ। ସେ ଯୋଉ ମହାଶୂନ୍ୟ ଗୁରୁଦେବ କୋଉଠି ସେ ଜାଗା? ଏଇଟା କାହା ଲେଖା? ଏଇଟା ଅଚ୍ୟୁତାନନ୍ଦଙ୍କର। ମହାଶୂନ୍ୟ ଆଉ ଶୂନ୍ୟ ଭିତରେ ପାର୍ଥକ୍ୟ ଏହା ତ। ଆଜ୍ଞା ଆଜ୍ଞା ଆମର ମହାଶୂନ୍ୟ ହଉଛି ଦୁଃଖୁ। ଆଜ୍ଞା ମହାଶୂନ୍ୟ କଣ? ମହାଶୂନ୍ୟର ଅର୍ଥ କଣ କହୁଛି ଶୁଣ। ଆଜ୍ଞା ମହାଶୂନ୍ୟ ଅର୍ଥ ଯୋଉ ଶୂନ୍ୟତା ବିଶ୍ୱବ୍ୟାପୀ। ଆଜ୍ଞା ବିଶ୍ୱବ୍ୟାପୀ ଯୋଉ ଶୂନ୍ୟ ସେଇଟାକୁ ଆମେ କହିବା ମହାଶୂନ୍ୟ। ହେଲା ଆଜ୍ଞା କି? କିନ୍ତୁ ଆଜ୍ଞା ସେଇ ବିଶ୍ୱବ୍ୟାପୀ ଶୂନ୍ୟଟା ତ୍ରିକୁଟରେ ସହସ୍ରାର ପଦ୍ମରେ ଅଛି। ହେଲା ଆଜ୍ଞା କେମିତି ରହିଛି ମୁଁ ତୁମକୁ ବୁଝୁଛି କାହିଁକି ସେ ମହାଶୂନ୍ୟ ହେଲା, ମୁଁ ତା ନାଁ ତମକୁ କହିଦଉଛି। ଗୋଟେ ଆଜ୍ଞା ପୋଖରୀରେ ତମେ ଗୋଟେ କଳସୀ ବୁଡେଇ ଦିଅ। ଆଜ୍ଞା ତେଣୁ ପୋଖରୀ ଜଳଟା କଳସୀରେ ପଶିବ ନା ନାଇଁ? ନିଶ୍ଚିତ। ବାସ୍ ଯଦି ପଶିବ, ପୋଖରୀ ଜଳର ଯୋଉ ଗୁଣ କଳସୀ ଜଳର ସେଇ ଗୁଣ। ନିଶ୍ଚିତ ଆସିବ, କାରଣ ସେଇ ଜଳ କଳସୀ ଭିତରେ ରହିଲା ଆଉ ସେଟା କହିଲେ ଆପଣ ଆଉ କଣ? ଆସିବ। ବାସ୍ କଳସୀ ଭିତରେ ଯୋଉ ଜଳ ପୋଖରୀରେ ସେଇ ଜଳ, ତେଣୁ ତାକୁ ଆମେ ପୋଖରୀ ଜଳ ବି କହିପାରିବା। ଆଜ୍ଞା ବୁଝିପାରିଲ? ଆଜ୍ଞା ଆମ ସାରା ବିଶ୍ୱ ବ୍ୟାପିକି ଯୋଉ ପରମ ବ୍ରହ୍ମ ରହିଛନ୍ତି, ନିଃଶବ୍ଦ ନିଷ୍କ୍ରିୟ ବ୍ରହ୍ମ ରହିଛନ୍ତି। ଆଜ୍ଞା ହେଲା ତାକୁ ଆମ ଅଚ୍ୟୁତାନନ୍ଦ କିମ୍ବା ପଞ୍ଚସଖା ଭାଷାରେ କୁହନ୍ତି ନିଃଶବ୍ଦ ବ୍ରହ୍ମ। ଆଜ୍ଞା ନିଷ୍କ୍ରିୟ ବ୍ରହ୍ମ ଅର୍ଥ ନିଃଶବ୍ଦ ବ୍ରହ୍ମ। ହେଲା ଆଜ୍ଞା ନିଃଶବ୍ଦ ବ୍ରହ୍ମର ସ୍ଥାନ ହଉଛି ଦୁଃଖୁ। କେମିତି ଦୁଃଖୁ? ନା ସିଏ ଦୁଃଖୁରେ ଯୋଉ ନିଃଶବ୍ଦ ବ୍ରହ୍ମ ରହିଲେ, ସିଏ ସାରା ବିଶ୍ୱବ୍ୟାପୀ ଯୋଉ ବ୍ରହ୍ମ ରହିଛି ତାଙ୍କରି ଅଂଶ ବିଶେଷ ସିଏ। ଆଜ୍ଞା ତେଣୁ ତାକୁ କୁହନ୍ତି ମହାଶୂନ୍ୟ ବୋଲିକି ତାକୁ କୁହାଯାଏ। ଆଜ୍ଞା ମହାଶୂନ୍ୟର ଅଂଶ ବିଶେଷ ସେ ନିଃଶବ୍ଦ ବ୍ରହ୍ମ ହେଇଥିବାରୁ ଆଜ୍ଞା ଆମର ସହସ୍ରାର ପଦ୍ମକୁ ଯୋଉ ନିଃଶବ୍ଦ ବ୍ରହ୍ମ ଅଛନ୍ତି, ସେଇ ସ୍ଥାନଟାକୁ ଆମେ କହିବା ମହାଶୂନ୍ୟ। ଆଜ୍ଞା ଆଚ୍ଛା ମହାଶୂନ୍ୟ ବିଜ୍ଞାନ ଭାଷାରେ ତାକୁ ମହାଶୂନ୍ୟକୁ କୁହାଯାଏ ଚତୁର୍ଥ ପରିସର। ହେଲା ଆଜ୍ଞା ମହାଶୂନ୍ୟ ଯାଉଛି ଚତୁର୍ଥ ପରିସର। ମହାଶୂନ୍ୟ ପରେ ଆଉ ଯୋଉ ଶୂନ୍ୟ ଗୁଡାକ ରହିଲା, ଇଏ ରହିଲେ ତୃତୀୟ ପରିସର। ତୃତୀୟ ପରିସର କଣ ମୁଁ ବୁଝେଇ ଦଉଛି ସରଳ ଭାଷାରେ ଶୁଣ। ଆଜ୍ଞା ଯୋଉ ସ୍ଥାନରେ ପଦାର୍ଥର ଲମ୍ବ ପ୍ରସ୍ଥ ଉଚ୍ଚତା ଅଛି, ଆଜ୍ଞା ସେଇଟା ହଉଛି ତୃତୀୟ ପରିସର। ତିନିଟା ଅଛି, ଲମ୍ବ ଅଛି, ପ୍ରସ୍ଥ ଅଛି, ଉଚ୍ଚତା ଅଛି। ହେଲା କି? ଆଜ୍ଞା ସେ ଲମ୍ବ ପ୍ରସ୍ଥ ଉଚ୍ଚତା ଯୋଉ ତୃତୀୟ ପରିସର, ସେ ତୃତୀୟ ପରିସରରେ ଯୋଉ ଶୂନ୍ୟ ସ୍ଥାନ ଗୁଡିକ ରହିଲା, ତାକୁ କହିବା ଆମେ ଶୂନ୍ୟ। ଆଜ୍ଞା ଆଉ କିନ୍ତୁ ସେଟା ହଉଛି ସହସ୍ର ପଦ୍ମ ଯୋଉ ରହିଲା, ସେଟା ହଉଛି ମାନେ ବ୍ୟତିକ୍ରମ। ସେ ସ୍ୱତନ୍ତ୍ର ମହାଶୂନ୍ୟ ସହ ତାର ସମ୍ପର୍କ। ଆଚ୍ଛା କହିଲ କଣ ତ୍ରୟ ଶୂନ୍ୟ କଣ କହିଲ ମତେ କୁହ, ମୁଁ ତାପରେ କହୁଛି। ଶୂନ୍ୟ ଶୂନ୍ୟ ମହାଶୂନ୍ୟ ତ୍ରୟ ଶୂନ୍ୟ କହି ବାସ୍ ମହାଶୂନ୍ୟ ମଧ୍ୟରେ ଜ୍ୟୋତିରାନନ୍ଦ ରହି। ବାସ୍ ମହାଶୂନ୍ୟ ମଧ୍ୟରେ ଜ୍ୟୋତିରାନନ୍ଦ ତ ରହିଛନ୍ତି, ପରମ ବ୍ରହ୍ମ ପରମ ଜ୍ୟୋତି ନିଃଶବ୍ଦ ବ୍ରହ୍ମ ସେ ଜାଗା ଉପରେ ରହିଛନ୍ତି। ଆଜ୍ଞା ହେଲା କି? ତ୍ରୟ ଶୂନ୍ୟ କଥା ଯିଏ କହୁଛନ୍ତି, ହେଲା କି, ସେ କୋଉ ଭାବରେ କହୁଛନ୍ତି? ତ୍ରୟ ଶୂନ୍ୟ କହିଲେ କଣ ବୁଝିପାରୁଛ କି? ଆଜ୍ଞା ସେ ଯୋଉ ତ୍ରୟ ଶୂନ୍ୟ ହେଲା, ଆମର ଯଦି ସେ ଅଚ୍ୟୁତାନନ୍ଦଙ୍କ ଭାଷାରେ କହିବା, ହେଲା କି, ଆଜ୍ଞା ଗୋଟିଏ ହଉଛି ଗୁରୁ ଚକ୍ର, ଗୋଟେ ହଉଛି ଜ୍ୟୋତି ଚକ୍ର, ଆଜ୍ଞା ହଁ ଗୋଟେ ହେଲା ସହସ୍ରାର ଚକ୍ର। ଅନ୍ୟ ଅର୍ଥରେ ଗୋଟିଏ ଅଧ ଶୂନ୍ୟ, ଗୋଟେ ଉର୍ଦ୍ଧ୍ୱ ଶୂନ୍ୟ, ଆଉ ଗୋଟେ ହେଉଛି ମଧ୍ୟ ଶୂନ୍ୟ। ଅଧ ଶୂନ୍ୟ, ଉର୍ଦ୍ଧ୍ୱ ଶୂନ୍ୟ, ମଧ୍ୟ ଶୂନ୍ୟ, ୟାକୁ ତ୍ରୟ ଶୂନ୍ୟ କୁହନ୍ତି। ଏ ତିନି ପ୍ରକାରର ଶୂନ୍ୟର କାମ ହେଉଛି ଅଲଗା ଅଲଗା, ଭିନ୍ନ ଭିନ୍ନ। ଚକ୍ର ଆଜ୍ଞା ଏଇ ତିନିଟା ଚକ୍ରରେ ଯୋଉ ତିନି ରହିଲା ତ୍ରୟ ଶୂନ୍ୟ। ହଁ ସେଟା ତ ଅଣାକ୍ଷର ଘରେ ତ ସେଇଟା ଅଛି, 6ଟି ଚକ୍ର ଆପଣ ମୁଁ କହିଛନ୍ତି। ସେଇ କଥା କହୁଛି, ସେ ସେଇଆ ହିଁ କହୁଛନ୍ତି। ଆଜ୍ଞା ଆମର ମସ୍ତିଷ୍କ ଭିତରେ ଯୋଉ ଶୂନ୍ୟ ଯନ୍ତ୍ର ରହିଛି, ସେ ଶୂନ୍ୟ ଭିତରେ ଆମର ସହସ୍ରାର ତଳକୁ ଗୁରୁ ଚକ୍ର ରହିଲା, ଗୁରୁ ତଳକୁ ରହିଲା ଜ୍ୟୋତି ଚକ୍ର। ଏଇ ତିନିଟା ଶୂନ୍ୟ ତ୍ରୟ ଶୂନ୍ୟ। ଏଇ ତ୍ରୟ ଶୂନ୍ୟ ମଧ୍ୟରୁ ମହାଶୂନ୍ୟ ହଉଛି ସହସ୍ରାର ପଦ୍ମ। ଆଜ୍ଞା ଅନ୍ୟ ଗୁଡାକ ହଉଛି ଶୂନ୍ୟ। ଆଜ୍ଞା ଆଜ୍ଞା ଆଉ କଣ କୁହ? ଆଉ ଆଜ୍ଞା ଗୁରୁଦେବ, ଆପଣ ଯୋଉ କହିଥିଲେ ଏକାକ୍ଷରରୁ ଅଣାକ୍ଷରର ଜନ୍ମ, ଏକା ନାଇଁ,
ଅଣାକ୍ଷରରୁ ଏକାକ୍ଷର ଜନ୍ମ। ଆଚ୍ଛା ଆଚ୍ଛା। ଆଦିଶକ୍ତି ତ ଆପଣ କହିଛନ୍ତି ଅର୍ଦ୍ଧମାତ୍ରା ଆଉ କିନ୍ତୁ କୃଷ୍ଣ ବାସ୍ ସେ ତ ରହିଛି ତାର ଆହୁରି ନିଗୁଡ ତତ୍ଵ ମୁଁ ବର୍ତ୍ତମାନ ଲେଖିବା ପାଇଁ ଯାଉଛି। ଆଜ୍ଞା। ହଁ ତା ତତ୍ଵ ଗୁଡା ଲେଖା ହଉଛି। ଯଦି ମଝିରେ ମଝିରେ ସବୁ ଦେଖୁଥିବ କେତେବେଳେ କଣ ମୁଣ୍ଡରେ ପଶୁଛି ମୁଁ ଗୋଟେ ଛାଡି ଦଉଛି। 2 ବର୍ଷ ହେଲାଣି ଆପଣଙ୍କର ସବୁ ଇଏ ଦେଖା ଚାଲିଛି। ଆପଣଙ୍କୁ ଗୁରୁ ବୋଲି ବି ମାନ ନେଇକିରି ଆପଣଙ୍କର ସବୁ ମାନେ ଇଏ ଉପରେ କାର୍ଯ୍ୟ ଚାଲିଛି। ଧନ୍ୟବାଦ। ତମେ ଏମିତି କରୁଥାଅ ଦେଖୁଥାଅ ହେଲା କି ଆଜ୍ଞା ଦେଖୁ ଯଦି ପ୍ରଭୁଙ୍କର ଆଶୀର୍ବାଦ ହବ ଅନୁଭବ ବି ଆସିଯିବ ମଝିରେ। ଆଜ୍ଞା ତୃତୀୟ ଚକ୍ଷୁ ନ ଖୋଲିଲା ପର୍ଯ୍ୟନ୍ତ ଅନୁଭବ ହବ ନାହିଁ। ଆମ ଗୁରୁ କହିଲେ ଗାଇଲେ ଗାଇଲେ କହିଲେ କି ହେବ ଅନୁଭବ କଲେ ପାଇ ଜୀବର ଗତି ମୂଳ ଅନୁଭବ ଗୁରୁ ବିନା ଗତି ନାହିଁ। ଅନୁଭବ କେମିତି ହବ ଶୁଣ ଗୋଟେ କଥା ହଉଛି ମୁଁ ତମକୁ କହିଦେଲି ଆଜ୍ଞା ତମେ ସେଟାକୁ ଇନ୍ଦ୍ରିୟ ଦ୍ଵାରା ଶୁଣିଦେଲ ହଁ କିନ୍ତୁ ସେଟା ଅନୁଭବ ହେଲା ନାହିଁ। ଅନୁଭବ ନହେଲେ ତ କିଛି ହେଇପାରିବନି ଆଉ। ଅନୁଭବ ଟା କେତେବେଳେ ହବ ନା ସେଇ ଶୁଣା କଥାଟା ଯେତେବେଳେ ତମେ ହୃଦୟ ମଧ୍ୟରେ କଣ ବୁଝିପାରୁଛ ଆଜ୍ଞା ହୃଦୟ ମଧ୍ୟରେ ଯେତେବେଳେ ସେ ଶୁଣା କଥାଟାକୁ ତମେ ଅନୁଭବରେ ଆଣିବ ଚିନ୍ତାରେ ଆଜ୍ଞା ସେତେବେଳେ ତାକୁ ତମେ ଆମେ କହିବା ଯେ ଅନୁଭବ ହେଲା। ଅନୁଭବଟା ଗୋଟେ ଅଲଗା ଜିନିଷ ଆଉ ଶୁଣିକି ମନେ ରଖିବା ବା ମାନସିକ ହିସାବରେ ଚିନ୍ତା କରିବା ଇଏ ମଧ୍ୟ ଗୋଟେ ଅଲଗା ଜିନିଷ। ନା ଆଜ୍ଞା ଯାହା କହିଲେ ସେଇଟା ଠିକ କଥା ଆଜ୍ଞା। ତେଣୁ ସିଏ ଅନୁଭବ ଅଲଗା ଇଏ ଅଲଗା। ଆଜ୍ଞା ଓಂ ଓಂ କ୍ଲିଂ ଗୁରୁଦେବାୟ ନମଃ।